ବୋଲେରୋ ବାଇକ୍ ମୁହାଁମୁହିଁ ଧକ୍କା ସଂଜ୍ଞାହୀନ ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଥିବା ବେଳେ କିଛି ସମୟ ପାଇଁ ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଗହଳି ଲାଗି ରହିଥିଲା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ା ନିକଟରେ ଉଭୟ ବାଇକ୍ ଓ ବୋଲେରୋ ପରସ୍ପରର ବିପରୀତ ଦିଗକୁ ଦ୍ରୁତ ଗତିରେ ଯାଉଥିବା ବେଳେ ଧକ୍କା ହୋଇଥିଲା। ଗୋବରାବେଡ଼ାରୁ ପାଟଣା ଆସୁଥିବା ଏକ ବୋଲେରୋ ସହ ଗୋବରାବେଡ଼ା ଯାଉଥିବା ଗୋଟିଏ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ବାଇକ୍ ଆରୋହୀ ଘଟଗାଁ ଥାନା ଢେଙ୍କିକୋଟ ଅନ୍ତର୍ଗତ ସରାସପଶି ପଞ୍ଚାୟତ ଗୋବରାବେଡ଼ା ଗ୍ରାମର ଭୁଜରାଜ ପାତ୍ରଙ୍କ ପୁଅ ଦୀପୁ ପାତ୍ର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଚାଳକଙ୍କୁ ପାଟଣା ମେଡିକାଲ ପଠାଇବା ସହ ଉଭୟ ବାଇକ୍ ଓ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ। ବ୍ୟୁରୋ ରିପୋର୍ଟ, जनजागरण ओडिया। भिडियो गुड़िक आपंक भल लगुले आम चैनल को सब्सक्राइब करने सह लाइक शेयर करने को भूलु नहीं।